ସତ୍ୟବାଦୀ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିଲା ନିଆରା ପ୍ରୟାସ। ଆପ୍ ମାଧ୍ୟମରେ ଜନସାଧାରଣଙ୍କଠାରୁ ଗ୍ରହଣ କରାଯିବ ଅଭିଯୋଗ ଏବଂ ହେବ ସମାଧାନ। ଆଜି ପୂର୍ବାହ୍ନ 12 ଘଣ୍ଟା ସମୟରେ ସାକ୍ଷୀଗୋପାଳ ବସ୍ଷ୍ଟାଣ୍ଡ ନିକଟସ୍ଥ ସତ୍ୟବାଦୀ ମଣ୍ଡପ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ସାମ୍ବାଦିକ ସମ୍ମିଳନୀ। ସତ୍ୟବାଦୀ କଂଗ୍ରେସ ନେତା ମନୋଜ ରଥଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ପରେ ପରେ ଏହି ସମସ୍ୟାର ସମାଧାନ ନିମନ୍ତେ ଲୋକାର୍ପଣ କରିଥିଲେ ଅଭିଯୋଗ ଶୁଣାଣି ମୋବାଇଲ ଆପ୍ ଏବଂ ସ୍କାନର। ଏହି ଆପ୍ର ସ୍କାନରକୁ ଗୁଗଲ ଲେନ୍ସରେ ସ୍କାନ୍ କରି ଆପ୍ରେ ଅଭିଯୋଗକାରୀଙ୍କ ବିବରଣୀ ଏବଂ ସମସ୍ୟା ଦାଖଲ କଲେ ମନୋଜ ରଥଙ୍କ ନେତୃତ୍ୱରେ ସତ୍ୟବାଦୀ କଂଗ୍ରେସ ପକ୍ଷରୁ ପ୍ରୟାସ କରାଯିବ ଏହି ସମସ୍ୟାର ସମାଧାନ ପାଇଁ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଦଳମତ ନିର୍ବିଶେଷରେ ସମସ୍ତ ବର୍ଗର ସମସ୍ତ ସମ୍ପ୍ରଦାୟର ଜନସାଧାରଣଙ୍କ ନିଜସ୍ୱ ଏବଂ ନିଜ ଅଞ୍ଚଳର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରାଯିବା ପାଇଁ ପ୍ରୟାସ କରିବାକୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ରଥ। ଏହି ଅବସରରେ ସତ୍ୟବାଦୀ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହୋଇଥିଲା କର୍ମୀ ସମ୍ମିଳନୀ। ଏଥିରେ ସତ୍ୟବାଦୀ ଏବଂ କଣାସ ଅଞ୍ଚଳର ବଛା ବଛା ନେତୃବୃନ୍ଦ ସାମିଲ ହୋଇଥିଲେ ଏବଂ ପରେ ପରେ ସବୁ କର୍ମୀଙ୍କୁ ନିଜ ଅଞ୍ଚଳର ଜନସଚେତନ ପାଇଁ ଲିଫଲେଟ୍ ବଣ୍ଟନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ଏବଂ ଯୁବ ସଦସ୍ୟ ଧନେଶ୍ୱର ବରାଳ, କାଳୁ ପାଣି, ପବିତ୍ର ସୁବୁଦ୍ଧି, ରଞ୍ଜିତ ପଳେଇ, ପବିତ୍ର ସ୍ୱାଇଁ, ବାଦଲ ପ୍ରସାଦ ପାତ୍ର, ପ୍ରଭାତ ପୁରୀଙ୍କ ସହିତ କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସଭିଙ୍କୁ ଉତ୍ସାହିତ କରିଥିଲେ। ବ୍ୟୁରୋ ରିପୋର୍ଟ, ଖବର ସତ୍ୟବାଦୀ। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପ୍ରଥମେ ଅଭିନନ୍ଦନ। ଜନପ୍ରତିନିଧିର ଯାହା କାର୍ଯ୍ୟ ଜନସାଧାରଣ ମାନଙ୍କର ସବୁବେଳେ ହିତ ଚିନ୍ତା କରିବା ଏବଂ ସେମାନଙ୍କର ଅଭାବ ଅସୁବିଧା ଏବଂ ଅଭିଯୋଗକୁ ଶୁଣାଣି କରି ତାର ସମାଧାନ କରିବା ହେଉଛି ଜନପ୍ରତିନିଧିର କର୍ତ୍ତବ୍ୟ। ଯଦିଓ କଂଗ୍ରେସ ଦୀର୍ଘ ଦିନ ଧରି ଶାସନରେ ନାହିଁ ଏବଂ କ୍ଷମତାରେ ନାହିଁ, କିନ୍ତୁ ଆମେ ଗୋଟେ ଅଭିନବ ପ୍ରୟାସ କଲୁ ଯେ ପଞ୍ଚାୟତରେ, ଗାଁରେ ବା ପଡ଼ାରେ ରହୁଥିବା ଅତି ସାଧାରଣ ଲୋକଟି, ନିରୀହ ଲୋକଟି, ତା ସମସ୍ୟାଟି କେମିତି ଆମ ପାଖରେ ପହଞ୍ଚେଇ ପାରିବ ଏବଂ ସେ ସମସ୍ୟାଟିକି ଆମେ ଶୁଣିଲା ପରେ, ଜାଣିଲା ପରେ ଆମେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ପତ୍ର ହଉ, ଇମେଲ ହଉ ବା ସାକ୍ଷାତ କରି ହଉ ତାଙ୍କ ପାଖରେ ପହଞ୍ଚେଇ ଆମେ ସେ ସମସ୍ୟାଟିର ସମାଧାନ କରିବା ପାଇଁ ଚେଷ୍ଟା କରୁ। ଏହି ଉଦ୍ଦେଶ୍ୟରେ ଆମେ ସମସ୍ତଙ୍କ ପାଖରେ ପହଞ୍ଚିବା ଅସମ୍ଭବ ବା ସମସ୍ତେ ଆମ ପାଖରେ ବିଭିନ୍ନ କାରଣରୁ ପହଞ୍ଚିବା ଅସମ୍ଭବ। ତେଣୁ ଆମେ ଗୋଟେ ମୋବାଇଲ ଆପ୍ ତିଆରି କଲୁ। ସେ ମୋବାଇଲ ଆପ୍ର ଉଦ୍ଦେଶ୍ୟ ହେଲା ସେ ଲୋକଟି ଯେକୌଣସି ଆଣ୍ଡ୍ରଏଡ ଫୋନ୍, ତା ନିଜ ଫୋନ୍ର କୌଣସି ଆବଶ୍ୟକତା ନାହିଁ, ଯେକୌଣସି ଆଣ୍ଡ୍ରଏଡ ଫୋନ୍ରୁ ସେ ଗୋଟେ QR କୋଡ୍ ବା ଯେକୌଣସି ଲିଙ୍କ କ୍ଲିକ୍ କରିକିରି ଯୋଉଟାକି ଆମେ ପ୍ରଦାନ କରୁଛୁ, ଯୋଉଟା ଏଠି ଦେଖେଇଲୁ ଆମେ, ସେ QR କୋଡ୍ଟିକି ସେ ସ୍କାନ୍ କରି ନିଜର ସମସ୍ତ ତଥ୍ୟ, ଯାହା ଅଭାବ ଅସୁବିଧା, ଯାହା ବି ଅସୁବିଧା ତା ପାଖରେ ଅଛି, ତା ଗାଁ ପୋଖରୀ ସଫା ନ ହବାଠୁ ଆରମ୍ଭ କରି ତା ଗାଁରେ ଜମିରେ ଜଳ ନିଷ୍କାସନ ନ ହବା ଠାରୁ ଆରମ୍ଭ କରି ବନ୍ୟା ଠାରୁ, ମରୁଡ଼ି ଠାରୁ ଆରମ୍ଭ କରି ଅଦିନିଆ ବର୍ଷା ଠାରୁ ଆରମ୍ଭ କରି ଯେକୌଣସି ସମସ୍ୟା, ଦିବ୍ୟାଙ୍ଗ ପିଲାର ସମସ୍ୟା ହଉ ବା ଆଜିକାଲି ନାରୀମାନଙ୍କ ପ୍ରତି ଯୋଉ ପ୍ରକାର ଅନ୍ୟାୟ ହଉଛି, ଯେକୌଣସି ସମସ୍ୟା ହଉ, ସେ ଆମକୁ ଜଣେଇ ପାରିବେ ସେ ଆପ୍ ମାଧ୍ୟମରେ। ଏବଂ ସେ ଆପ୍ରେ ଯୋଉ ତଥ୍ୟ ଆମେ ପାଇବୁ, ସମ୍ପୃକ୍ତ ଅଧିକାରୀଙ୍କୁ ଆମେ ସାକ୍ଷାତ କରିବୁ, ତାଙ୍କୁ ପତ୍ର ଇମେଲ ମାଧ୍ୟମରେ ଜଣେଇବୁ ଏବଂ ପ୍ରେସର ମଧ୍ୟ କରିବୁ କେମିତି ଏ ସମସ୍ୟାର ସମାଧାନ ହେବ। ତତ୍ ସହିତ ଯୋଉ ବ୍ୟକ୍ତି ଆମ ପାଖରେ ଅଭିଯୋଗ କରିଛନ୍ତି ଆପ୍ ମାଧ୍ୟମରେ, ତାଙ୍କୁ ମଧ୍ୟ ଆମେ ପତ୍ର ମାଧ୍ୟମରେ, ଫୋନ୍ ମାଧ୍ୟମରେ ଜଣେଇବୁ ଯେ ଆମେ ଆପଣଙ୍କ ପାଇଁ ଅଭିଯୋଗ ଶୁଣିଲା ପରେ ଏହା କରିଛୁ। ସେ ମଧ୍ୟ ବିଶ୍ୱାସ ଆସିବା ଦରକାର ଯେ ମୁଁ ଏ ଆପ୍ର କ'ଣ ଲାଭ ପାଇବି। ଯଦି ସମସ୍ୟାର ସମାଧାନ ହେଲା ତ ସେ ନିଶ୍ଚିତ ଜାଣିପାରିବେ, ଯଦି ନହେଲା ମଧ୍ୟ ତାହେଲେ କାହାକୁ ଆମେ ଚିଠି ଲେଖିଛୁ, କ'ଣ ଉତ୍ତର ପାଇଛୁ, ସେ କଥା ମଧ୍ୟ ସେ ଜାଣିବାର ଅଧିକାର ଅଛି ତାଙ୍କର। ତେଣୁ ଏହି ଉଦ୍ଦେଶ୍ୟରେ ଗୋଟେ ଜନକଲ୍ୟାଣ ଉଦ୍ଦେଶ୍ୟରେ କଥା କରାଯାଇଛି। ଦଳ, ମତ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏ ଆପ୍କୁ ବ୍ୟବହାର କରିପାରିବେ। ଏଇଟା କେବଳ ମୋର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର 2ଟି ଯାକ ବ୍ଲକ, ସତ୍ୟବାଦୀ ବ୍ଲକ ଏବଂ କଣାସ ବ୍ଲକର ଲୋକଙ୍କ ପାଇଁ ଉଦ୍ଦିଷ୍ଟ, ଅନ୍ୟମାନଙ୍କ ପାଇଁ ନୁହେଁ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।